ମୁଁ ସାଧୁଚରଣ ବେହେରା ବକ୍ଳବନ ମହୋତ୍ସବ ଶାଖା ପ୍ରେସିଡେଣ୍ଟ ଅଛି। ତେଣୁ ବର୍ତ୍ତମାନ ଆଜି ଯେଉଁ ସ୍ୱାଧୀନତା ସ୍ମରଣୀ ମହୋତ୍ସବ ସାରା ଭାରତରେ ପାଳନ କରାହେଉଛି, ଆଜି ବି ମହତାବଙ୍କର ଜନ୍ମଦିନ। ତେଣୁ ଜାନୁଆରୀ 2କୁ ସର୍ବଭାରତୀୟ ସ୍ତରରେ ସ୍ୱୀକୃତି ପ୍ରଦାନ କରାଯାଇଛି। ତେଣୁ ଆଜି ମହତାବଙ୍କ ଜନ୍ମଦିନରେ ସାରା ଭାରତରୁ ଆସିଛନ୍ତି ସ୍ୱାଧୀନତା ସଂଗ୍ରାମୀ। ଆଉ ନାହାନ୍ତି 2 ଜଣ, ତାଙ୍କ ଦାୟାଦମାନେ ଆସିଛନ୍ତି। ଆମେ ଯେଉଁମାନେ ସବୁ ତା ପାଇଁ କାମ କରୁଛୁ ଦେଶର ପ୍ରଗତି ପାଇଁ ବିଭିନ୍ନ ଅନୁଷ୍ଠାନ ଆମେ ଏଠାରେ ଏକତ୍ରିତ ହେଇଛୁ। ତେଣୁ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ବି ଆସିଥିଲେ, ଅନ୍ୟ ମନ୍ତ୍ରୀମାନେ ଆସିଥିଲେ, ସ୍ୱାଧୀନତା ସଂଗ୍ରାମୀ ପରିବାର। ତେଣୁ ସେମାନେ ଏଇ ଯେଉଁ ୟାର ମହତ୍ତ୍ୱ, ଯୋଉଟା କି ଯେଉଁ ସ୍ୱାଧୀନତା ସଂଗ୍ରାମୀ ତ ହଜିଗଲେଣି, ତାଙ୍କୁ ଚିହ୍ନଟ କରିବା ପାଇଁ ସରକାର ପ୍ରଚେଷ୍ଟା ଜାରି ରହିଛି। ଏବଂ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋର ସେ ବିଷୟରେ କହିବା ଆବଶ୍ୟକ ନାହିଁ। ଯେଉଁ ଡକ୍ଟର ଉତ୍କଳ କେଶରୀ ମହତାବ, ଯିଏକି ନବ ଓଡ଼ିଶାର ନିର୍ମାତା, ତାଙ୍କ ଯୋଗୁଁ ଆଜି ଆମେ ଦେଖିପାରୁଛେ ଓଡ଼ିଶା ସେକ୍ରେଟାରୀ ଠୁ ନନ୍ଦନକାନନ ଠୁ ବିଭିନ୍ନ ଯେଉଁ ଅନୁଷ୍ଠାନ ହେଇଛି। ତାପରେ ପରବର୍ତ୍ତୀ ପିଢ଼ି ମାନଙ୍କରେ ଯେଉଁମାନଙ୍କର ଅବଦାନ ରହିଛି, ଯେଉଁ ଜୟୀରାଜଗୁରୁ, ଏଇଟା ଏପର୍ଯ୍ୟନ୍ତ ଇତିହାସରେ ସ୍ଥାନ ପାଇନି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍ଥାନିତ କରାଯିବ। ବାଜି ରାଉତ ପ୍ରତ୍ୟେକ ଐତିହ୍ୟ ଗ୍ରାମ ରୂପେ ଘୋଷଣା କରିବେ ବୋଲି କହିଛନ୍ତି। ତେଣୁ ମୁଁ ବି ତାଙ୍କ ସାଙ୍ଗେ ରଖିଛି ବକ୍ଳବନର ଯେଉଁ ପଞ୍ଚସଖାଙ୍କର ଯେଉଁ ବକ୍ଳବନ, ତାର ଯେଉଁ ଐତିହ୍ୟ, ତାର ଯେଉଁ ମଣିଷ ତିଆରି କାରଖାନା, ତାର କେମିତି ସମ୍ପ୍ରସାରଣ ଏବଂ ତାର ଠିକ ଭାବେ ସରକାରଙ୍କ ତରଫରୁ ଦୃଷ୍ଟି ଆକର୍ଷଣ କରାଯାଇଛି, ସେଇଟା ଗୋଟେ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହେବ ବୋଲି ଆମର ଆଶା ଏବଂ ବିଶ୍ୱାସ। ନମ୍ବୁତର ହରଣ ସିଂ, ଖୋର୍ଦ୍ଧା ପାଇକଗଡ଼ର ଲୋକ। ମୁଁ ମଧ୍ୟ ଗୋଟେ ଆମ ଘର ଶିକୁଅ, ଯୋଉଟା ଗୋଟେ ଐତିହ୍ୟ ଗ୍ରାମ। କାରଣ ଆମ ଗାଁର ରାମ ସୁବୁଦ୍ଧି ଥିଲେ ସ୍ୱାଧୀନତା ସଂଗ୍ରାମୀ। ତାଙ୍କ ନାତି ସତ୍ୟନାଥ ମଙ୍ଗରାଜ ଯୋଉ ମୋଦି ଦେଇଥିଲେ, ମୋଦିଙ୍କ ସମୟରେ ଯୋଉ କେତେ ଜଣଙ୍କୁ ଦିଆଯାଇଥିଲା ସାରା ଭାରତରେ ଆୱାର୍ଡ, ସେ ଥିଲେ। ମୁଁ ମଧ୍ୟ ଯାଇଥିଲି। ବିଜ୍ଞାନ ଭବନରେ ଯୋଉ କାର୍ଯ୍ୟକ୍ରମ ହେଇଥିଲା ତାକୁ ମଧ୍ୟ ମୁଁ ଆଟେଣ୍ଡ କରିଥିଲି। ଯାହା ଖୁସିର କଥା, ଆଜି ଯୋଉ ସରକାରଙ୍କ ତରଫରୁ କରାଯାଇଛି ଏଭଳି ଏକ ଆୟୋଜନ, ସେଥିପାଇଁ ନିଶ୍ଚିତ ଭାବରେ ସମସ୍ତେ ଗର୍ବ କରିବା କଥା। କାରଣ ଯୋଉମାନଙ୍କ ପାଇଁ ଆମେ ଗର୍ବ କରୁଛେ, ବଞ୍ଚିଛେ, ତାଙ୍କୁ ମନେ ପକେଇବା ହଉଛି ଆମ ସମସ୍ତଙ୍କର କର୍ତ୍ତବ୍ୟ। ଯାହା ହଉ ଯୋଉମାନଙ୍କୁ ଆୟୋଜନ କରୁଛନ୍ତି, ବିଶେଷ ହରକୃଷ୍ଣ ମହତାଙ୍କ ଦାୟତ ମହୋଦୟ, ତାଙ୍କୁ ଅଶେଷ ଧନ୍ୟବାଦ। ସେ ଯାହା ହଉ ଏଭଳି କାର୍ଯ୍ୟକ୍ରମ ପ୍ରତି